ସ୍ୱାଧୀନତା ଦିବସ ଭାଷଣ। ବରେଣ୍ୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଏଠାରେ ଉପସ୍ଥିତ ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ଏଠାରେ ଉପସ୍ଥିତ ମୋର ସହପାଠୀଗଣ, ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ 2024 ମସିହା, ଆମ ଦେଶର 78ତମ ସ୍ୱାଧୀନତା ଦିବସ। ପ୍ରଥମତଃ ମୁଁ ଆପଣ ସମସ୍ତଙ୍କୁ ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ମୋର ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଏହି ଦିନ ଆମ ଦେଶର ପ୍ରତ୍ୟେକ ନାଗରିକ ଜାତୀୟ ପତାକା ଅଥବା ତ୍ରିରଙ୍ଗା ପତାକା ତଳେ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରିଥାନ୍ତି। ଦୀର୍ଘ 200 ବର୍ଷର ଶାସନ ପରେ ଆମ ଦେଶ ଭାରତ ଅଗଷ୍ଟ ମାସ 14 ତାରିଖ ମଧ୍ୟରାତ୍ରିରେ ସ୍ୱାଧୀନତା ଲାଭ କରିଥିଲା। ଆମ ଦେଶ ଭାରତକୁ ସ୍ୱାଧୀନ କରିବାରେ ବହୁତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଅବଦାନ ରହିଛି। ସେଥିମଧ୍ୟରୁ ସୁଭାଷ ଚନ୍ଦ୍ର ବୋଷ, ବାଜି ରାଉତ, ମହାତ୍ମା ଗାନ୍ଧୀ, ରାଣୀ ଲକ୍ଷ୍ମୀବାଇ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏମିତି ଅନେକ ବୀରପୁତ୍ର ମାନଙ୍କର ଅବଦାନ ରହିଛି। ଆମ ଦେଶ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନ ଲାଭ କରିଥିଲା। ସେହିଦିନ ଠାରୁ ପ୍ରତ୍ୟେକ ଭାରତବାସୀ ସେହିଦିନ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଜନଗଣ ମନ ଗାନ କରି ଏବଂ ଆମ ଦେଶର ବୀରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରି ଆସୁଛନ୍ତି। ଆମେ ସମସ୍ତେ ଆମର ଜନ୍ମମାଟି ଭାରତ ମାଆର ସଦାସର୍ବଦା ସମ୍ମାନ ରକ୍ଷା କରିବା ଉଚିତ। ଆମେ ସମସ୍ତେ ଭାରତୀୟ ବୋଲି ଗର୍ବ କରିବା ଉଚିତ। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।